ସେପ୍ଟେମ୍ବର 17ରେ ମିଳିବ ସୁଭଦ୍ରା ଟଙ୍କା। ତେବେ କେଉଁମାନେ ଏହାର ହିତାଧିକାରୀ ହୋଇପାରିବେ ଅଥବା କେଉଁମାନଙ୍କୁ ସୁଭଦ୍ରା ଟଙ୍କା ମିଳିବ ସେ ନେଇ ସମସ୍ତ ଅପଡେଟ୍ ଜାଣିବା। ତ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଭିଡ଼ିଓଟି ଲାଇକ୍ କରୁନଥିଲେ ଲାଇକ୍ କରି ଚ୍ୟାନେଲଟି ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନ୍ ଉପରେ କ୍ଲିକ୍ କରିଦିଅନ୍ତୁ। ତେବେ ଓଡ଼ିଶାରେ ଲାଗୁ ହେଲା ସୁଭଦ୍ରା ଯୋଜନା। ମହିଳାଙ୍କ ପାଇଁ ଯୁଗାନ୍ତକାରୀ ଯୋଜନା ଲାଗୁ କରିବା ପାଇଁ ପୂର୍ବରୁ ରାଜ୍ୟରେ ନୂଆ ବିଜେପି ସରକାର ଘୋଷଣା କରିସାରିଛନ୍ତି। ରାଜ୍ୟରେ ଖୁବ୍ ଶୀଘ୍ର ଲାଗୁ ହେବ ସୁଭଦ୍ରା ଯୋଜନା। ମହିଳାଙ୍କୁ ମିଳିବ ଭାଉଚର। ସୁଭଦ୍ରା ଯୋଜନାକୁ ନେଇ ବଡ଼ ଘୋଷଣା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ସେ କହିଛନ୍ତି ସୁଭଦ୍ରା ଯୋଜନା ବଜେଟ୍ରେ 10,000 କୋଟି ଟଙ୍କା ବ୍ୟୟବରାଦ ହୋଇଛି। ଆଉ ଏହି ଯୋଜନାରେ ଯୋଗ୍ୟ ମହିଳାମାନଙ୍କୁ ମିଳିବ କ୍ୟାସ୍ ଭାଉଚର, ଯାହାଫଳରେ ଆର୍ଥିକ ଭାବେ ସ୍ୱଚ୍ଛଳ ହେବେ ମହିଳା। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଥିଲେ ଯେ ସୁଭଦ୍ରା ଯୋଜନାକୁ ନେଇ ଖୁବ୍ ଶୀଘ୍ର ମୋଡାଲିଟି ଆସିବ। ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଏହି ଯୋଜନାର ଶୁଭାରମ୍ଭ ହେବ। ବିଭିନ୍ନ ବର୍ଗର ଲୋକଙ୍କ ମତାମତ ନିଆଯିବ। ମତାମତ ନିଆଯିବା ପରେ ସେପ୍ଟେମ୍ବର 17 ତାରିଖରେ ମହିଳାଙ୍କୁ ମିଳିବ 50,000 ଟଙ୍କାର ଭାଉଚର। ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ଦିଲ୍ଲୀ ଗସ୍ତରେ ଥିବାବେଳେ ସୁଭଦ୍ରା ଯୋଜନାକୁ ନେଇ ବଡ଼ ଘୋଷଣା କରିଥିଲେ। ସିଏମ୍ ମୋହନ ମାଝୀଙ୍କ ସହିତ ଦୁଇ ଉପମୁଖ୍ୟମନ୍ତ୍ରୀ କେବି ସିଂ ଦେଓ ଓ ପ୍ରଭାତୀ ପରିଡ଼ା ଦିଲ୍ଲୀ ଗସ୍ତରେ ଥିବାବେଳେ ସେଠାରୁ ବଡ଼ ଘୋଷଣା କରିଥିଲେ। ଓଡ଼ିଶାରେ ଲାଗୁ ହେବ ସୁଭଦ୍ରା ଯୋଜନା। ମହିଳାଙ୍କୁ ମିଳିବ 50,000 ଟଙ୍କା ଭାଉଚର। ଓଡ଼ିଶାରେ ଖୁବ୍ ଶୀଘ୍ର ଲାଗୁ ହେବ ବହୁ ପ୍ରତୀକ୍ଷିତ ତଥା ବିଜେପି ସରକାରଙ୍କ ଲୋକଭିମୁଖୀ ଯୋଜନା ସୁଭଦ୍ରା। ତେବେ ସୁଭଦ୍ରା ଯୋଜନାକୁ କେଉଁମାନେ ବାଦ୍ ପଡ଼ିବେ, ଏଥିପାଇଁ କ'ଣ କ୍ରାଇଟେରିଆ ରହିଛି ଜାଣନ୍ତୁ। ସେପ୍ଟେମ୍ବର 17ରେ ଆରମ୍ଭ ହେବ ସୁଭଦ୍ରା ଯୋଜନା। ଓଡ଼ିଶାର ଲକ୍ଷ ଲକ୍ଷ ମହିଳାଙ୍କୁ ବଡ଼ ଭେଟି ଦେବେ ମୋହନ ସରକାର। ମିଳିବ 50,000 ଟଙ୍କା ଭାଉଚର। ସୁଭଦ୍ରା ଯୋଜନା ପରିବାରରେ ଜଣେ ମହିଳାଙ୍କୁ ମିଳିପାରିବ। 1ରୁ ଅଧିକ ମହିଳାଙ୍କୁ ଏହି ସ୍କିମ୍ରେ ସୁବିଧା ମିଳିବ ନାହିଁ। ସେପ୍ଟେମ୍ବର 17ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ। ଆଉ ମୋଦିଙ୍କ ଜନ୍ମଦିନରେ ହିଁ ରାଜ୍ୟରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ ହେବ। ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଆସିବେ। ଆଉ ଏଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବେ। ଓଡ଼ିଶାରେ ଆସି ସୁଭଦ୍ରା ଯୋଜନା ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେପ୍ଟେମ୍ବର 17 ତାରିଖରେ ଏହା ଲାଗୁ କରାଯିବ। ପର୍ଯ୍ୟାୟକ୍ରମେ ରାଜ୍ୟରେ ଲାଗୁ ହେବ ଏହି ଯୋଜନା। ମହିଳାଙ୍କ ପାଇଁ ବଡ଼ ଘୋଷଣା କରିଥିଲେ ବିଜେପି। ରାଜ୍ୟରେ ସରକାର ଆସିଲେ ଲାଗୁ ହେବ ନେଇ ପ୍ରତିଶ୍ରୁତି ବି ଦେଇଥିଲେ। ଆଉ ସରକାର ଆସିବାର ପ୍ରଥମ ଦିନରୁ ହିଁ କ୍ୟାବିନେଟ୍ ବୈଠକରେ ବଡ଼ ନିଷ୍ପତ୍ତି ନିଆଯାଇଥିଲା। ଏବେ ତାହା କାର୍ଯ୍ୟକାରୀ କରିବା ଦିଗରେ ଜୋରଦାର ପ୍ରୟାସ ଜାରି ରଖିଛନ୍ତି ମୋହନ ସରକାର। ଓଡ଼ିଶାରେ ମହିଳାଙ୍କ ପାଇଁ ସୁଭଦ୍ରା ଯୋଜନା ଲାଗୁ କରିବାକୁ ଦେଇଥିବା ପ୍ରତିଶ୍ରୁତିକୁ ପୂରଣ କରିବାକୁ ଯାଉଛି ବିଜେପି ସରକାର। ସେପ୍ଟେମ୍ବର 17ରେ ସୁଭଦ୍ରା ଯୋଜନାରେ ମହିଳାଙ୍କୁ 50,000 ଟଙ୍କାର ଭାଉଚର ମିଳିବ, ଯେଉଁଥିରେ ସେମାନେ ଆର୍ଥିକ ସ୍ୱାବଲମ୍ବୀ ହୋଇପାରିବେ।